ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଖ୍ରୀଷ୍ଟମାସ ସମ୍ବନ୍ଧୀୟ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ଭାଇ ଭଉଣୀମାନେ, ଯେଉଁ ସମୟରେ ଖ୍ରୀଷ୍ଟମାସର ସମୟ ଆସେ, ଯେଉଁ ସମୟରେ ଡିସେମ୍ବର ମାସ ଆସେ, ସେହି ସମୟରେ ଖ୍ରୀଷ୍ଟିଆନ ସମାଜର କେତେକ ଭାଇ ଭଉଣୀମାନେ ସେମାନେ ଆମମାନଙ୍କୁ ପ୍ରଶ୍ନ ପଚାରନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବଲରେ କାହିଁକି ଲେଖାଗଲା ନାହିଁ। ଏହି ପ୍ରଶ୍ନ କେବଳ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଯେ ପଚାରନ୍ତି ତାହା ନୁହେଁ, ଅଣଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ମଧ୍ୟ ସେମାନେ ପଚାରନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବଲରେ କାହିଁକି ଲେଖାଗଲା ନାହିଁ। ଯଦି ବାଇବଲରେ ତାହାଙ୍କ ଜନ୍ମ ତାରିଖ ଲେଖା ନାହିଁ, ତାହେଲେ ଡିସେମ୍ବର 25 ତାରିଖକୁ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ କାହିଁକି ଯୀଶୁଙ୍କର ଜନ୍ମଦିନ ଭାବରେ ସେମାନେ ପାଳନ କରନ୍ତି। ଏହି ପ୍ରକାର ପ୍ରଶ୍ନ ଗୁଡ଼ିକ ଅନେକ ଭାଇ ଭଉଣୀମାନେ ପଚାରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବଲରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ଲେଖା ନ ଯିବା ସତ୍ତ୍ୱେ ମଧ୍ୟ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଡିସେମ୍ବର 25 ତାରିଖକୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ଭାବରେ କାହିଁକି ସେଲିବ୍ରେଟ୍ କରନ୍ତି, ଏହି କଥା ଆଜି ଆପଣମାନଙ୍କ ନିକଟରେ ମୁଁ କହିବା ପାଇଁ ଚାହେଁ ନାହିଁ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବଲରେ କାହିଁକି ଲେଖାଗଲା ନାହିଁ, କାହିଁକି ଲେଖାଯାଏ ନାହିଁ, ଏହି କଥା ଆପଣମାନଙ୍କୁ ଅଳ୍ପ ସମୟ କହି ମୁଁ ଉତ୍ସାହିତ କରିବା ପାଇଁ ଚାହେଁ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବଲରେ କାହିଁକି ଲେଖାଗଲା ନାହିଁ, ମୁଁ ପରମେଶ୍ୱରଙ୍କ ବାକ୍ୟରୁ କେତୋଟି ବାକ୍ୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ ଏବଂ ଆପଣମାନଙ୍କୁ ମୁଁ ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପୁରାତନ ନିୟମକୁ ଆସିବେ। ପୁରାତନ ନିୟମର ମିଖା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 5 ଅଧ୍ୟାୟକୁ ଆସିବେ। ମିଖା ପୁସ୍ତକ 5 ଅଧ୍ୟାୟ 2 ପଦରେ ଏ ପ୍ରକାର ଲେଖାଯାଏ, ମାତ୍ର ହେ ବେଥଲିହେମ୍ ଉପ୍ରାତା, ଜିହୁଦାର ସହସ୍ର ଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ, ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ, ତାହାଙ୍କର ଜନ୍ମ ସ୍ଥାନ ବିଷୟରେ ଭବିଷ୍ୟତବାଣୀ କରାଯାଉଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର ଅନେକ ବର୍ଷ ପୂର୍ବେ ମିଖା ତାହାଙ୍କ ପୁସ୍ତକରେ ସେ ଲେଖୁଛନ୍ତି। ସେ ଭବିଷ୍ୟତବାଣୀ କରି ସେ କହୁଛନ୍ତି ଯେ ବେଥଲିହେମରେ ଜଣେ ବ୍ୟକ୍ତି କ'ଣ ହେବେ, ଉତ୍ପନ୍ନ ହେବେ, ଅର୍ଥାତ୍ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ସେ ସେହି ସ୍ଥାନରେ ସେ ଜନ୍ମଗ୍ରହଣ କରିବେ। ମାତ୍ର ତାହା ତାହାଙ୍କର ଆରମ୍ଭ ନୁହେଁ, ତାହାଙ୍କର ଆରମ୍ଭ ନାହିଁ କି ତାହାଙ୍କର ଶେଷ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ସେଥିପାଇଁ ସ୍ଥାନରେ ଲେଖାଗଲା ସେ ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱୟଂ ପରମେଶ୍ୱର ଅଟନ୍ତି। ତାହାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ସେଥିପାଇଁ ତାହାଙ୍କର ଜନ୍ମ ତାରିଖର କୌଣସି ଆବଶ୍ୟକ ନାହିଁ। ସେଥିପାଇଁ ବାଇବଲରେ ପରମେଶ୍ୱର ଜାଣି ଶୁଣି ସେ ତାହାଙ୍କର ଜନ୍ମ ତାରିଖକୁ ସେ ଲେଖିଲେ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆରମ୍ଭ ବେଥଲିହେମରେ ନୁହେଁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆରମ୍ଭ ଏହି ପୃଥିବୀରେ ନୁହେଁ। ପ୍ରିୟ ଭାଇ ଭଉଣୀମାନେ, ତାହାଙ୍କର ଆରମ୍ଭ ଅନାଦି କାଳରୁ। ସେ ଆରମ୍ଭ ଆଉ ଶେଷ ଅଟନ୍ତି। ତାହାଙ୍କର କୌଣସି ଆରମ୍ଭ ନାହିଁ କି ତାହାଙ୍କର ଶେଷ ନାହିଁ। ସେଥିପାଇଁ ବାଇବଲରେ ତାହାଙ୍କର ଜନ୍ମ ତାରିଖକୁ ମେଣ୍ଟେନ୍ କରାଗଲା ନାହିଁ, ଲେଖାଗଲା ନାହିଁ। ଯଦି ଆପଣମାନେ ପ୍ରକାଶିତ ବାକ୍ୟ 1 ଅଧ୍ୟାୟକୁ ଆସିବେ, ପ୍ରକାଶିତ ବାକ୍ୟ 1 ଅଧ୍ୟାୟ ତାର 8 ପଦରେ ଲେଖାଯାଏ ଯେ ବର୍ତ୍ତମାନ, ଭୂତ ଓ ଭବିଷ୍ୟତ ଯେ ସର୍ବଶକ୍ତିମାନ ସେହି ପ୍ରଭୁ ଈଶ୍ୱର କହନ୍ତି, ଆମ୍ଭେ କ ଅକ୍ଷୟ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ନିଜେ କହୁଛନ୍ତି, ଆମ୍ଭେ ଆରମ୍ଭ ଆଉ ଶେଷ। ଆମର ଆରମ୍ଭ ନାହିଁ କି ଶେଷ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବା ପରମେଶ୍ୱରଙ୍କର ଜନ୍ମ ତାରିଖ ନଥାଏ। ତାହାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ପରମେଶ୍ୱର କେବେ ଜନ୍ମଗ୍ରହଣ କରିପାରନ୍ତି ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇଟା ଆମେ ଜାଣିବା ଆବଶ୍ୟକ ରହିଛି। ଯଦି ଆପଣମାନେ 18 ପଦ ପଢ଼ିବେ, ପ୍ରକାଶିତ ବାକ୍ୟ 1 ଅଧ୍ୟାୟ 18 ପଦରେ ଲେଖାଗଲା, ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି ସ୍ୱୟଂ ଜୀବି। ଆମ୍ଭେ ମୃତ ହେଲୁ, ଆଉ ଦେଖ ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ। ପୁଣି ଆମ୍ଭର ହସ୍ତରେ ମୃତ୍ୟୁ
ଓ ପାତାଳର କଞ୍ଚି ଅଛି। ପ୍ରିୟମାନେ ସେ ସର୍ବଶକ୍ତିମାନ ଅଟନ୍ତି, ତାହାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ସେଥିପାଇଁ ତାହାଙ୍କ ଜନ୍ମ ତାରିଖ ବାଇବଲରେ ଲେଖାଯିବାର କୌଣସି ଆବଶ୍ୟକ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରଥମ ଆଗମନ କେବେ ହେଲା, ସେହି ଜନ୍ମ ତାରିଖ ବା ତାହାଙ୍କର ପ୍ରଥମ ଆଗମନର ତାରିଖ ବାଇବଲରେ ଲେଖାଯାଏ ନାହିଁ, କିମ୍ବା ସେ ଯେତେବେଳେ ଦ୍ୱିତୀୟ ଆଗମନ ତାହାଙ୍କର ହେବ, ମଣ୍ଡଳୀକୁ ସେ ନେବା ପାଇଁ ଆସିବେ, ସେହି ତାରିଖ ମଧ୍ୟ ବାଇବଲରେ ଲେଖାଯାଏ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ପାପୀମାନଙ୍କର ମୃତ୍ୟୁ ନିମନ୍ତେ ବା ପାପୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସେ ଏହି ପୃଥିବୀକୁ ଆସିବାର ତାରିଖ ମଧ୍ୟ ବାଇବଲରେ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏବେ ପାପୀମାନଙ୍କୁ ବିଚାର କରିବା ନିମନ୍ତେ ଯେତେବେଳେ ଏ ପୃଥିବୀକୁ ଆସିବେ, ସେହି ତାରିଖ ମଧ୍ୟ ବାଇବଲରେ ଲେଖାଯାଏ ନାହିଁ। ପରମେଶ୍ୱର ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ପ୍ରିୟମାନେ, ଆପଣମାନଙ୍କ ନିକଟରେ ମୁଁ ଆଉ ଏକ ବାକ୍ୟ ରଖିବା ପାଇଁ ଚାହେଁ। ଆପଣମାନେ ଯୋହନ ଲିଖିତ ସୁସମାଚାର 8 ଅଧ୍ୟାୟକୁ ଆସିବେ। ଯୋହନ ଲିଖିତ ସୁସମାଚାର 8 ଅଧ୍ୟାୟ 56 ପଦରୁ ମୁଁ ଆଗକୁ ପଢୁଛି। ଲେଖାଯାଏ, ତୁମ୍ଭମାନଙ୍କର ପିତା ଅବ୍ରାହମ ମୋହର ଦିନ ଦେଖିବା ପାଇଁ ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ। 57 ପଦରେ ଜିହୁଦୀମାନେ ଯୀଶୁଙ୍କୁ କହୁଛନ୍ତି, ସେଥିରେ ଜିହୁଦୀମାନେ ତାହାଙ୍କୁ କହିଲେ, ତୁମ୍ଭକୁ ତ ଏଯାଏ 50 ବର୍ଷ ବୟସ ହୋଇନାହିଁ, ତୁମେ କ'ଣ ଅବ୍ରାହମକୁ ଦେଖିଅଛ? 58 ପଦରେ ଯୀଶୁ କହୁଛନ୍ତି, ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରାହମଙ୍କର ଜନ୍ମ ପୂର୍ବରୁ ମୁଁ ଅଛି। ପ୍ରିୟମାନେ, ଅବ୍ରାହମଙ୍କର ଜନ୍ମର କେତେ ବର୍ଷ ପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ବେଥଲିହେମରେ ମାନବ ରୂପ ଧାରଣ କରି ସେ ଆସୁଛନ୍ତି। ମାତ୍ର ସେ କହୁଛନ୍ତି ଯେ ଅବ୍ରାହମଙ୍କ ପୂର୍ବରୁ ମୁଁ ଅଛି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସ୍ୱୟଂ ପରମେଶ୍ୱର ଅଟନ୍ତି, ଆଉ ପରମେଶ୍ୱରଙ୍କର ଜନ୍ମ ତାରିଖର କୌଣସି ଆବଶ୍ୟକତା ନାହିଁ। ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କ'ଣ କଲେ, ମାନବ ରୂପ ଧାରଣ କରି, ଗୋଟିଏ ଶରୀର ଧାରଣ କରି ଏହି ପୃଥିବୀ ପୃଷ୍ଠକୁ ସେ ଆସିଲେ। ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ, କିନ୍ତୁ ତାହା ତାଙ୍କର ଆରମ୍ଭ ନୁହେଁ। ଯଦି ଏବ୍ରୀ ପୁସ୍ତକ 10 ଅଧ୍ୟାୟ 5 ପଦ ଆପଣ ପଢିବେ, ଏ ସ୍ଥାନରେ ଲେଖାଯାଉଛି, ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଢ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କର। ପ୍ରିୟମାନେ, ବେଥଲିହେମରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶରୀରର ଆରମ୍ଭ ଅଛି, ତାହାଙ୍କ ନାମର ଆରମ୍ଭ ଅଛି, କିନ୍ତୁ ତାହାଙ୍କର ଉତ୍ପତ୍ତି ବେଥଲିହେମରେ ନୁହେଁ, ତାହାଙ୍କର ଉତ୍ପତ୍ତି ଏହି ପୃଥିବୀରେ ନୁହେଁ, ତାହାଙ୍କର ଉତ୍ପତ୍ତି ଅନାଦି କାଳରୁ, ତାହାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ସେଥିପାଇଁ ପରମେଶ୍ୱରଙ୍କର ଜନ୍ମ ତାରିଖ କୌଣସି ଆବଶ୍ୟକ ନାହିଁ। ମନୁଷ୍ୟମାନଙ୍କର ଜନ୍ମ ତାରିଖ ଆବଶ୍ୟକ। ମନୁଷ୍ୟମାନଙ୍କର ଜନ୍ମଦିନ ପାଳନ କରାଯିବା ଦରକାର, କାରଣ ସେମାନଙ୍କର ଆରମ୍ଭ ଅଛି ଆଉ ଶେଷ ମଧ୍ୟ ଅଛି। ସେମାନଙ୍କର ଆରମ୍ଭ କେମିତି? ପରମେଶ୍ୱର ସେମାନଙ୍କୁ ସୃଷ୍ଟି କଲେ। ଆମେ ମା ଆଉ ବାପାଙ୍କର ସହବାସ ଆଉ ପୁରୁଷର ବଂଶରୁ ଆମେ ଜନ୍ମଗ୍ରହଣ କଲୁ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ନାରୀର ବଂଶରେ ସେ ଆସିଲେ। କୌଣସି ସ୍ତ୍ରୀ ପୁରୁଷର ସହବାସରେ ସେ ଜନ୍ମଗ୍ରହଣ କଲେ ନାହିଁ। ସେ ନିଜେ ସ୍ୱୟଂ ପରମେଶ୍ୱର ସେ ମାନବ ରୂପ ଧାରଣ କରି ମରିୟମଙ୍କ ଗର୍ଭରେ ସେ ନିଜେ କ'ଣ କଲେ, ଯେ ଗର୍ଭ ଧାରଣ କରାଯାଇ ସେ ମାନବ ରୂପରେ ଏହି ପୃଥିବୀ ପୃଷ୍ଠକୁ ଆସିଲେ, ଯେପରି ସେ ପାପରେ ପତିତ ମନୁଷ୍ୟମାନଙ୍କୁ ପାପରୁ ଉଦ୍ଧାର କରିବେ ଆଉ ଜଗତକୁ ପରିତ୍ରାଣ ଦେବେ। ଏହି ଉଦ୍ଦେଶ୍ୟରେ ସେ ଶରୀର ଧାରଣ କରି ଆସିଲେ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ପରମେଶ୍ୱର ଯାହା ସେ ବାକ୍ୟରେ ଲେଖି ନାହାନ୍ତି, ସେହି ସବୁ ବିଷୟ ଆମେ ଯୁକ୍ତି ତର୍କ କରିବା, ସେହି ସବୁ ବିଷୟରେ ଆମେ ପରମେଶ୍ୱରଙ୍କ ନିକଟରେ ବଚସା କରିବା, ଆମର କୌଣସି ଅଧିକାର ନାହିଁ। ଶେଷରେ ଗୋଟେ ବାକ୍ୟ ପଢିବା। ଆପଣମାନେ ପଢିବେ ଦ୍ୱିତୀୟ ବିବରଣ ତାର 29 ଅଧ୍ୟାୟ 29 ପଦରେ ପ୍ରକାର ଲେଖାଯାଏ, ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର। ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର। ମାତ୍ର ଆମ୍ଭେମାନେ ଯେପରି ଏହି ବ୍ୟବସ୍ଥାର ସବୁ ବଚନ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟ ସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର। ପ୍ରିୟମାନେ, ଗୁପ୍ତ ବିଷୟ ପରମେଶ୍ୱରଙ୍କ ଅଧିକାର। ଯାହା ଯାହା ସେ ବାକ୍ୟରେ ଲେଖି ନାହାନ୍ତି, ପ୍ରକାଶ କରିନାହାନ୍ତି, ସେହି ସବୁ ପରମେଶ୍ୱରଙ୍କ ଅଧିକାର ଅଟେ। ଆଉ ସେହି ସବୁ କାହିଁକି ଲେଖାଗଲା ନାହିଁ?
କାହିଁକି ଏ ପ୍ରକାର ହେଲା ସେଇ ପ୍ରକାର ହେଲା ଏଇ ପ୍ରକାର ମନୁଷ୍ୟମାନେ କହିବାର କୌଣସି ଅଧିକାର ନାହିଁ। ପ୍ରଭୁଙ୍କର ଗୌରବ ହଉ, ପରମେଶ୍ୱର ଜାଣି ଶୁଣି ସେଇ ସବୁ ଡେଟ୍‌କୁ ସେଇ ସବୁ ତାରିଖକୁ ସେ କଣ କଲେ, ଲୁଚାଇ ଦେଲେ। ସେଇ ସମୟରେ ମଧ୍ୟ ଅନେକ ଶିକ୍ଷିତ ଲୋକମାନେ ଥିଲେ, ବାଇବଲରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନେକ ଘଟଣାକୁ ଲେଖିପାରିଲେ, ତାହେଲେ ତାହାଙ୍କର ଜନ୍ମ ତାରିଖ କାହିଁକି ଲେଖିପାରିଲେ ନାହିଁ? କାରଣ ପରମେଶ୍ୱର ଜାଣି ଶୁଣି ସେ ସବୁ ବିଷୟକୁ ସେ ଗୁପ୍ତ କଲେ। ଆଉ ତାହାଙ୍କର ଉତ୍ପତ୍ତି ଯେ ଏ ପୃଥିବୀରେ ହେଲା, ଏହା ଅସମ୍ଭବ ଅଟେ, କାରଣ ସେ ପରମେଶ୍ୱର। ସେଥିପାଇଁ ତାହାଙ୍କର ଜନ୍ମ ତାରିଖକୁ କଣ କଲେ, ପରମେଶ୍ୱର ସେ ଜାଣି ଶୁଣି ଗୁପ୍ତ ରଖିଦେଲେ, ସେ ଲୁଚାଇ ଦେଲେ। ପ୍ରଭୁଙ୍କର ଗୌରବ ହଉ। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ପରମେଶ୍ୱର ହେଇଥିବାରୁ କୌଣସି ଆବଶ୍ୟକ ନାହିଁ ଯେ ତାହାଙ୍କର ଜନ୍ମ ତାରିଖ ବା ସେ ଶରୀର ଧାରଣ କରି ଆସିବାର ସେ ଦିନ, ସେ ସମୟ ଆମ ପାଇଁ କୌଣସି ଆବଶ୍ୟକ ନାହିଁ। ସେଥିପାଇଁ ସେ ବାଇବଲରେ ଲେଖିଲେ ନାହିଁ। ପ୍ରଭୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ